Prayers and Meditation, December 2, 1912. So long as one element of the being, one movement of the thought is still subjected to outside influences, not solely under thine, it cannot be said that the true union is realized. There is still the horrible mixture without order and light. For that element, that movement is a world of disorder and darkness, as is the entire earth in the material world, as is the material world in the entire universe. ଧ୍ୟାନ ଓ ପ୍ରାର୍ଥନା ଡିସେମ୍ବର 2, 1912। ଯେ ପର୍ଯ୍ୟନ୍ତ ସତ୍ତାର ଗୋଟିଏ ବି କ୍ଷୁଦ୍ର ଅଂଶ, ଚିନ୍ତାର ଗୋଟିଏ ବି କ୍ରିୟା କୌଣସି ବାହ୍ୟ ପ୍ରଭାବର ଅଧୀନରେ ରହିଛି, ଅର୍ଥାତ୍ ଏକମାତ୍ର ତୋ ଅଧୀନରେ ନାହିଁ, ସେ ପର୍ଯ୍ୟନ୍ତ ତୋ ସହ ଯଥାର୍ଥ ମିଳନ ସଂଗଠିତ ହୋଇଛି ବୋଲି କୁହାଯାଇପାରେ ନାହିଁ। ତଥାପି ସେହି ବିଶୃଙ୍ଖଳ ଓ ଜ୍ୟୋତିହୀନ ଭୟଙ୍କର ମିଶ୍ରିତ ଅବସ୍ଥା ରହିଛି, କାରଣ ସେହି କ୍ଷୁଦ୍ର ଅଂଶଟି, ଚିନ୍ତାର ସେହି କ୍ରିୟାଟି ହେଲା ଗୋଟିଏ ଜଗତ, ବିଶୃଙ୍ଖଳା ଓ ଅନ୍ଧକାରର ଜଗତ। ଯେପରି ସମଗ୍ର ପୃଥିବୀ ଏହି ଭୌତିକ ଜଗତ ମଧ୍ୟରେ ଏବଂ ଯେପରି ଭୌତିକ ଜଗତ ସମଗ୍ର ବିଶ୍ୱ ମଧ୍ୟରେ।